ଇରାନ ଇସ୍ରାଏଲ ବିବାଦରେ ଆମେରିକାର ପ୍ରବେଶ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୋଟିଏ ପଟେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି, ଅନ୍ୟପଟେ ଇରାନ ଏବଂ ଆମେରିକା ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଆମେରିକା ଇରାନର ପରମାଣୁ ଘାଟିକୁ ଟାର୍ଗେଟ କରିବା ପରେ ଇରାନ ପ୍ରତିଶୋଧ ନେଇଛି। ଇରାନ କାତାରରେ ଥିବା ଆମେରିକୀୟ ସାମରିକ ଘାଟି ଆଡ଼କୁ 6ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ରବିବାର ସକାଳେ ଆମେରିକା ଇରାନର 3ଟି ପରମାଣୁ ସ୍ଥଳକୁ ଟାର୍ଗେଟ କରିଥିଲା। ଏବେ ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଦାବି କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଯଦି ଇସ୍ରାଏଲ ସ୍ଥାନୀୟ ସମୟ ସକାଳ 4ଟା ସୁଦ୍ଧା ବିମାନ ଆକ୍ରମଣ ବନ୍ଦ କରେ ତେବେ ତେହରାନ ଏହାର ଆକ୍ରମଣ ବନ୍ଦ କରିବ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ମନ୍ତବ୍ୟ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଏବଂ ଇସ୍ରାଏଲ ମଧ୍ୟରେ କଥିତ ଯୁଦ୍ଧବିରତି ଉପରେ ଇରାନର ପ୍ରଥମ ସରକାରୀ ମନ୍ତବ୍ୟ। ଆରାଘଚି ତେହରାନ ସମୟ ସକାଳ 4:16ରେ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ଏକ ବାର୍ତ୍ତା ପଠାଇଥିଲେ। ସେପଟେ ଏମିରେଟ୍ସ ଏୟାରଲାଇନ୍ସ କହିଛି ଯେ ସତର୍କତାର ସହ ବିପଦ ତର୍ଜମା ପରେ ଚାପ କ୍ଷେତ୍ରରୁ ଦୂରରେ ଉଡ଼ାଣ ରୁଟ୍ ବ୍ୟବହାର କରାଯିବ ଏବଂ ଉଡ଼ାଣ ସେବା ଜାରି ରହିବ। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଏମିରେଟ୍ସ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ଏକ ଟ୍ରାଫିକ୍ ପରାମର୍ଶ ଜାରି କରିଛି। ଏୟାରଲାଇନ୍ସ କହିଛି ଯେ ଏହାର ସମସ୍ତ ଉଡ଼ାଣ ସମୟସୂଚୀ ଅନୁଯାୟୀ ଚାଲିବ। କମ୍ପାନୀ କହିଛି ସଂଘର୍ଷ କ୍ଷେତ୍ରରୁ ବହୁ ଦୂରରେ ଉଡ଼ାଣ ରୁଟ୍ ବ୍ୟବହାର କରି ଉଡ଼ାଣ ସମୟସୂଚୀ ଅନୁଯାୟୀ ଚାଲିବ ଏବଂ ସାମ୍ପ୍ରତିକ ଆଞ୍ଚଳିକ ପରିସ୍ଥିତି ଯୋଗୁଁ ଜୁନ୍ 23 ତାରିଖରେ ଦୁବାଇକୁ ଯାଉଥିବା ଅନେକ ଏମିରେଟ୍ସ ଏୟାରଲାଇନ୍ସ ବିମାନର ସମୟସୂଚୀ ପୁନଃ ନିର୍ଦ୍ଧାରିତ କରାଯାଇଥିଲା, କିନ୍ତୁ କୌଣସି ପରିବର୍ତ୍ତନ କରାଯାଇନଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ରାଜି ହୋଇଛି। ଏହା ଦୁଇ ଶତ୍ରୁ ଦେଶ ମଧ୍ୟରେ 12 ଦିନିଆ ଯୁଦ୍ଧର ଅନ୍ତ କରିଛି। ଏହି ସମୟରେ ପୂର୍ବରୁ ଆମେରିକାର ବୈଦେଶିକ ବିଭାଗ ଏକ ଚେତାବନୀ ଜାରି କରିଥିଲା ଯେ ଆମେରିକୀୟ ନାଗରିକମାନେ ବିଦେଶ ଯାତ୍ରା କରିବା ସମୟରେ ଅଧିକ ସତର୍କ ରହିବା ଉଚିତ। ମଧ୍ୟପ୍ରାଚ୍ୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ଏକ ପରାମର୍ଶ ଜାରି କରିଛି, ଯେଉଁଥିରେ କମ୍ପାନୀ କହିଛି ମଧ୍ୟପ୍ରାଚ୍ୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁବାଇ, ଦୋହା, ବାହାରିନ୍, ଦମାମ, ଆବୁଧାବି, କୁୱେତ, ମଦିନା, ଫୁଜେରାଓ, ଜେଦ୍ଦା, ମସ୍କଟ, ଶାରଜାହ, ରିୟାଦ, ରାସଲ ଖାଇମାହ ଏବଂ ତିବିଲିସିକୁ ଆମର ବିମାନ ଚଳାଚଳ ଆଜି ଅତି କମ୍ରେ 1000 ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ଆପଣଙ୍କ ଯାତ୍ରା ଯୋଜନା ଉପରେ କି ପ୍ରଭାବ ପକାଇପାରେ ତାହା ଆମେ ବୁଝିପାରୁଛୁ ଏବଂ ଅସୁବିଧା ପାଇଁ ଆମେ ଦୁଃଖିତ। ଦୟାକରି ନିଶ୍ଚିତ ରୁହନ୍ତୁ ଏହି ନିଷ୍ପତ୍ତି ଏକ ସକ୍ରିୟ ସୁରକ୍ଷା ପଦକ୍ଷେପ ଭାବରେ ନିଆଯାଇଛି। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।